ଚାମେଲି ଉଝାଙ୍କୁ ଫସାଇବା ପାଇଁ ପୁରା ଯୋଜନା କରାଯାଇଥିଲା। ଦର୍ଶକ ବନ୍ଧୁ, ଘଟଣାର ସତ ଏବେ ସାମ୍ନାକୁ ଆସିଯାଇଛି। ସେଦିନ ବିଡିଓ ଓ ଚାମେଲି ଉଝାଙ୍କ ସହ କଣ ହୋଇଥିଲା ଘଟଣା ସବୁ ସାମ୍ନାକୁ ଆସିଯାଇଛି। ଭିଡିଓରୁ ସମ୍ପୂର୍ଣ୍ଣ ଭାବେ ଦେଖାଯାଉଛି ଆଉ ଶୁଣା ଯାଉଛି ବିଡିଓଙ୍କ ସହ ଚାମେଲି ଉଝାଙ୍କର କୌଣସି ପାଟି ତୁଣ୍ଡ ହୋଇନଥିଲା। ଆଉ ଚେୟାରରେ ବସି ଚାମେଲି ବିଡିଓଙ୍କ ସହ ଶାନ୍ତିପୂର୍ଣ୍ଣ ଭାବେ ନିଜ ପଞ୍ଚାୟତର ଉନ୍ନୟନ କାମ ପାଇଁ ଆଲୋଚନା କରିଥିଲେ। ବିଲ୍ କାହିଁକି ହେଉନି ବୋଲି ପଚାରୁଥିଲେ। ପୁରା ଘଟଣା ଏବେ ସାମ୍ନାରେ। ଆଉ ଏ ଭିଡିଓ ଆସି ନଥିଲା ବୋଲି ସୋସିଆଲ ମିଡିଆରେ କିଏ ଚାମେଲିଙ୍କ 3 ମହଲା କୋଠା କଥା ଉଠାଉଥିଲେ, ତ ଆଉ କିଏ କଣ୍ଟ୍ରାକ୍ଟର ବୋଲି କହୁଥିଲେ, ଆଉ କିଏ କହୁଥିଲେ ତାଙ୍କର ସମ୍ପତ୍ତି ଯାଞ୍ଚ ହେବା ଦରକାର। ଏବେ ସବୁ ସତ ସାମ୍ନାକୁ ଆସିଯାଇଛି। ବିଡିଓଙ୍କ ସହ ଚାମେଲି ଉଝା କଥା ହେଉଛନ୍ତି। ଏହି ସମୟରେ ବେକରେ ନାଲି ଗାମୁଛା ପକା ଜଣେ କେହି ଆସୁଛନ୍ତି। ଆଉ ଭିଡିଓ କାହିଁକି କରୁଛୁ ବୋଲି ପଚାରୁଛନ୍ତି। ଭିଡିଓ ବନ୍ଦ କରିବା ପାଇଁ ଧମକ ଦଉଛନ୍ତି, ଯେମିତି ସେଟା ବିଡିଓଙ୍କ ଅଫିସ ନୁହେଁ, କାହାର ଗୋଟେ ପାର୍ଟି ଅଫିସ ପରି ଲାଗୁଥିଲା। ଆରେ ବାବୁ, ତମର ବୁଝିବା ଦରକାର। ବିଡିଓଙ୍କ ସହ ସରପଞ୍ଚ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆଲୋଚନା କରୁଛନ୍ତି, ଆଉ ତାଙ୍କରି ଲୋକ ଭିଡିଓ କରୁଛନ୍ତି। ଯଦି ଭିଡିଓ ଉପରେ ପ୍ରଶ୍ନ ଉଠେଇଥାନ୍ତେ, ବିଡିଓ ମହୋଦୟ ଉଠେଇଥାନ୍ତେ। କୋଉଠି ଥିଲ, ହଠାତ୍ ଆସିଲ, ଆଉ ଭିଡିଓ କାହିଁକି କରୁଛୁ ବୋଲି ପ୍ରଶ୍ନ କଲ, ଏହା ଶୋଭା ପାଉନାହିଁ। ଏକଥା ଛାଡ଼ନ୍ତୁ, ଏଇ ଘଟଣାକୁ ନେଇ ବିଡିଓ ଏବେ ହରଡ଼ ଗଡ଼ାରେ ପଡିଆ ଭଳି ଲାଗୁଛି। କାରଣ ବିଡିଓ ବାବୁ ଏବେ ଆପଣ କୁହନ୍ତୁ, ଆପଣଙ୍କୁ ପ୍ରଶ୍ନ, ଆପଣଙ୍କୁ ସରପଞ୍ଚ ଚାମେଲି ଉଝା କେତେବେଳେ ଖରାପ ଭାଷା କହିଲେ, କେତେବେଳେ ଦୁର୍ବ୍ୟବହାର କଲେ, କେତେବେଳେ ବିଡିଓ ମହୋଦୟ ଆପଣଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ। ସରପଞ୍ଚ, ଆପଣ ଜଣେ ବିଡିଓ ହୋଇ ଆପଣଙ୍କ ସରପଞ୍ଚଙ୍କ ନାମରେ ଏଭଳି ମିଛ କେସ୍ କରିପାରନ୍ତି ବୋଲି ଏବେ ଆଲୋଚନା ହେଲାଣି। ଏବେ ଜଣା ପଡ଼ିଲା ଦର୍ଶକ ବନ୍ଧୁ, ଚାମେଲି ଉଝାଙ୍କୁ ଜାଣି ଶୁଣି ହଇରାଣ କରାଯାଉଛି, ଆଉ ତାଙ୍କୁ ଫସେଇବା ପାଇଁ ପୁରା ପ୍ଲାନ୍ କରାଯାଇଥିଲା। ପୁରା ପ୍ଲାନ୍। ଯାହା ହଉ, ଚାମେଲି ଉଝା ବହୁତ ଭଲ କାମ କରିଛନ୍ତି। ଭିଡିଓ ମାଧ୍ୟମରେ ପ୍ରମାଣ ରଖିଦେଇଛନ୍ତି। ଏବେ ଏସପି ମହାଶୟ କଣ ଆକ୍ସନ ନେବେ ଆଜ୍ଞା କୁହନ୍ତୁ। ପୁଲିସ ମୁଣ୍ଡରୁ ଦୋଷ ହଟାଇବା ପାଇଁ ଥାନାର ସିସିଟିଭି ସଙ୍ଗେ ସଙ୍ଗେ ଦେଇଦେଲେ। ସାମ୍ବାଦିକ ସମ୍ମିଳନୀ ଡାକି, ଆଉ ବିଡିଓଙ୍କ ସିସିଟିଭି ଆସିଲା ନାହିଁ। ଯଦି ଚାମେଲି ଏହି ଭିଡିଓ ନ କରିଥାନ୍ତେ, ତେବେ ପ୍ରକୃତରେ ତାଙ୍କୁ ଫସାଇ ଦିଆଯାଇଥାନ୍ତା। ଯାହା ଜଣା ପଡୁଛି, ଏବେ କାହା ନିର୍ଦ୍ଦେଶରେ ଏସବୁ ହଉଥିଲା। ସେଥିପାଇଁ ଘଟଣାସ୍ଥଳରେ ପୁଲିସ ମଧ୍ୟ ଚୁପ୍ ଥିଲା। ଯେତେବେଳେ ଚାମେଲି ଉଝାଙ୍କ ଉପରେ ଅତ୍ୟାଚାର ହେଉଥିଲା, ଚାମେଲି ଉଝାଙ୍କ ମୋବାଇଲ ଛଡେଇ ନିଆଯାଉଥିଲା, ଚାମେଲି ଉଝାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରାଯାଉଥିଲା, ଆଉ ପୁଲିସ ଥିଲା କେବଳ ଚାମେଲି ଉଝାଙ୍କୁ ଫସାଇ ତାଙ୍କ କାମ ସାରିଦେବ। ମାତ୍ର ଘଟଣା ଏତେ ବାଟ ଯିବ ପୁଲିସର ଧାରଣା ନଥିଲା ବୋଧ ହୁଏ। ତେବେ ପ୍ରକୃତ ସତ ଏବେ ସାମ୍ନାକୁ ଆସିବା ପରେ ଘଟଣା କେଉଁ ମୋଡ଼ ନେଉଛି ତାହା ଦେଖିବା ପାଇଁ ବାକି ରହିଲା। ତେବେ ଏଇଟା ଯାଞ୍ଚ ହେବା ଦରକାର, କାହା ବଳରେ ବଢି ଆଣିଥିଲେ ସେଇ ବାବୁ, ଯୋଉ ବାବୁ ବିଡିଓଙ୍କ ଚେମ୍ବରରେ ଆସି ଭିଡିଓ କରିବା ପାଇଁ ମନା କରୁଥିଲା। ତାଙ୍କୁ କିଏ ନିର୍ଦ୍ଦେଶ ଦେଇଥିଲେ ଯେ ବିଡିଓଙ୍କ ଅଫିସରେ
ଇଏ ବାବୁ ମନା କରିବେ କିଏ ଭିଡିଓ କରିବ କିଏ ନ କରିବ।